ଭଞ୍ଜନଗର ପୁଲିସ ସହର ଜନସାଧାରଣଙ୍କୁ ପୁଲିସକୁ ସହଯୋଗ ପାଇଁ ନିବେଦନ। ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପର୍ଯ୍ୟାୟରେ 2024 ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଜୋରରେ ଚାଲିଛି। ମେ 20 ତାରିଖରେ ହେବାକୁ ଥିବା ନିର୍ବାଚନ କିପରି ଅବାଧ ଓ ଶୃଙ୍ଖଳିତ ହେବ ସେଥିପାଇଁ ଭଞ୍ଜନଗର ପୁଲିସର ପ୍ରସ୍ତୁତି ପର୍ବ ଆରମ୍ଭ ହେଲାଣି। ଆଜି ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା କିପରି ଠିକ୍ ରହିବ ଓ ନିର୍ବାଚନ କିପରି ଠିକ୍ରେ ସରିବ ସେଥିପାଇଁ ଭଞ୍ଜନଗର ପୁଲିସ ଦ୍ୱାରା ଫ୍ଲାଗ ମାର୍ଚ୍ଚ ଭଞ୍ଜନଗର ସହରରେ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ, ଥାନାଧିକାରୀ କୁମାର ମେଦିନୀ ସହ ବହୁ ପୁଲିସ ଅଧିକାରୀ ଯୋଗ ଦେଇଥିଲେ। ଭଞ୍ଜନଗର ପୁଲିସ ସହର ଜନସାଧାରଣଙ୍କୁ ପୁଲିସକୁ ସହଯୋଗ କରିବା ସହ ନିର୍ବାଚନକୁ ଶୃଙ୍ଖଳିତ ସମାପନ କରିବାକୁ ଅନୁରୋଧ କରିଥିଲେ। ଭଞ୍ଜନଗର ସହରରେ ଦିନକୁ ଦିନ ଦେଶୀ ମଦର ବିକ୍ରି ତଥା ଯାନବାହନଗୁଡ଼ିକର ଦ୍ରୁତ ଚାଲାଣ ପାର୍କିଂ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ପ୍ରଚାର ପାଇଁ ଆବଶ୍ୟକ ଥିବା ସ୍ଥାନ, ସାଉଣ୍ଡ ଓ ଯାନବାହନ ପାଇଁ ପ୍ରାର୍ଥୀଙ୍କୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥମାନଙ୍କରେ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ଭଞ୍ଜନଗର ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ASPN ନ୍ୟୁଜ୍।